ସତ୍ୟମ୍ ବ୍ରୁୟାତ୍ ଦ୍ୱିତୀୟ ଭାଗ ଜଣେ ହିଁ ଯଥେଷ୍ଟ। ହରିଶଙ୍କର ଉପାଧ୍ୟାୟ ଭଗବତ ଗୀତାରେ ତାଙ୍କର ଗଭୀର ଜ୍ଞାନ ଗ୍ରାମବାସୀକୁ ତାଙ୍କ ପ୍ରବଚନ ଦେବା ପାଇଁ ଇଚ୍ଛା ପ୍ରକାଶ କଲେ। ଗାଁର ମୁଖିଆକୁ ଭେଟି ତାଙ୍କର ଅଭିପ୍ରାୟ ଜଣାଇଲେ। ମୁଖିଆ ଜଣକ ଗାଁର ସଭାଗୃହରେ ତାଙ୍କ ପ୍ରବଚନର ବ୍ୟବସ୍ଥା କରିଦେଲେ। ଗ୍ରାମବାସୀମାନଙ୍କୁ ଜଣାଇ ଦିଆଗଲା ଯେ ଅମୁକ ଦିନଠୁ ସପ୍ତାହ ବ୍ୟାପୀ ଭଗବତ ଗୀତା ଉପରେ ଉପାଧ୍ୟାୟ ମହାଶୟ ପ୍ରବଚନ ଦେବେ। ପ୍ରବଚନର ପ୍ରଥମ ଦିନ ପ୍ରାୟ 100ରୁ ଅଧିକ ଶ୍ରୋତା ଉପସ୍ଥିତ ଥିଲେ। ଉପାଧ୍ୟାୟ ମହାଶୟ ତାଙ୍କର ସାରଗର୍ଭକ ଭାଷଣରେ ଭଗବତ ଗୀତାର ପ୍ରତ୍ୟେକ ଶ୍ଲୋକର ଅର୍ଥ ପ୍ରାଞ୍ଜଳ ଭାବେ ବୁଝାଇ ଦେଉଥିଲେ। ଏତେ ଗୁଡ଼ିଏ ଶ୍ରୋତାମାନଙ୍କୁ ସମ୍ମୁଖରେ ଦେଖି ସେ ରୋମାଞ୍ଚିତ ହୋଇ ଉଠୁଥିଲେ ଓ ଅତ୍ୟନ୍ତ ଉତ୍ସାହର ସହ ଗୀତାର ପ୍ରତିଟି ଶ୍ଲୋକର ଭିନ୍ନ ଭିନ୍ନ ଦିଗରୁ ଭାବାର୍ଥ କରି ବୁଝାଉଥିଲେ। ପ୍ରବଚନର ଦ୍ୱିତୀୟ ଦିନ ମାତ୍ର 50 ଜଣ ହେବ ଶ୍ରୋତା ଉପସ୍ଥିତ ଥିଲେ। ପଣ୍ଡିତ ମହାଶୟଙ୍କ ଉତ୍ସାହ ସାମାନ୍ୟ କମିଗଲା ଭଳିଆ ଲାଗିଲା। ତୃତୀୟ ଦିନ ମାତ୍ର 20-25 ଜଣଙ୍କୁ ଦେଖି ପଣ୍ଡିତଙ୍କ ଉତ୍ସାହ ଆହୁରି କମିଗଲା। ଦିନକୁ ଦିନ ଶ୍ରୋତାଙ୍କ ସଂଖ୍ୟା କମିବାକୁ ଲାଗିଲା ସିନା ବଢ଼ିଲା ନାହିଁ। ଶେଷକୁ ମାତ୍ର 4-5 ଜଣଙ୍କୁ ଉପସ୍ଥିତ ହେବାର ଦେଖି ପଣ୍ଡିତେ ହତୋତ୍ସାହ ହୋଇପଡ଼ିଲେ ଓ ଗାଁର ମୁଖିଆଙ୍କୁ ଭେଟି ନିଜର ଅସନ୍ତୋଷ ପ୍ରକାଶ କଲେ। ଏତେ ସରଳ ସହଜ ଓ ସୁନ୍ଦର ଗୀତା ପ୍ରବଚନ ପ୍ରତି ଲୋକମାନଙ୍କର ଅନାଗ୍ରହତାକୁ ଆକ୍ଷେପ କରି ନିଜର କ୍ଷୋଭ ପ୍ରକାଶ କଲେ। ଗାଁର ମୁଖିଆ ବିଶେଷ ପାଠଶାଠ ପଢ଼ିନଥିଲେ ବି ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ ଯୁବ ପଣ୍ଡିତଙ୍କର ଏଭଳି ନିରୁତ୍ସାହତା ଦେଖି କହିଥିଲେ, ଏ ପଣ୍ଡିତ ମହାଶୟ, ଆପଣ ଆପଣଙ୍କର ପ୍ରବଚନ ଉପରେ ଧ୍ୟାନ ଦିଅନ୍ତୁ। ଭଗବତ ଗୀତା ପ୍ରବଚନର ସଫଳତା ଶ୍ରୋତାଙ୍କ ସଂଖ୍ୟା ଉପରେ ନିର୍ଭର କରିନଥାଏ। ମୁଁ ମୂର୍ଖ ହୋଇପାରେ, ମୋର ଭଗବତ ଗୀତା ଉପରେ ଅଶେଷ ଜ୍ଞାନ ନ ଥାଇପାରେ, କିନ୍ତୁ ମୁଁ ଏତିକି ଜାଣିଛି ଯେ ସ୍ୱୟଂ ଭଗବାନ ଯେତେବେଳେ ଭଗବତ ଗୀତା ପ୍ରବଚନ ଦେଉଥିଲେ ସେତେବେଳେ ମାତ୍ର ଜଣେ ହିଁ ଶ୍ରୋତା ଉପସ୍ଥିତ ଥିଲେ। ବନ୍ଧୁଗଣ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ସ୍ୱୟଂ ନାରାୟଣ ଯେତେବେଳେ ଦୀର୍ଘ ସମୟ ଧରି ତାଙ୍କ ଭଗବତ ବାଣୀ ଶୁଣାଉଥିଲେ ସେତେବେଳେ ତାଙ୍କ ସମ୍ମୁଖରେ କେବଳ ଅର୍ଜୁନ ହିଁ ଉପସ୍ଥିତ ଥିଲେ। କୌଣସି ଧର୍ମସଭାରେ ହଜାର ହଜାର ସଂଖ୍ୟାରେ ଶ୍ରୋତା ଉପସ୍ଥିତ ରହି ମଉଜ ମଜଲିସ କରିବା ଅପେକ୍ଷା ଯଦି ଅଳ୍ପ ଶ୍ରୋତା ମନ ଧ୍ୟାନ ଦେଇ ଶ୍ରବଣ କରିଥାନ୍ତି ତେବେ ବ୍ୟାସପୀଠରେ ବସିଥିବା କଥାକାରମାନେ ଏଥିପାଇଁ କ୍ଷୋଭ ପ୍ରକାଶ ନ କରି ନିଜକୁ ଧନ୍ୟ ମନେ କରିବା ଉଚିତ। କାରଣ ଅଳ୍ପ କାହିଁକି, ଏଥିପାଇଁ ଜଣେ ହିଁ ଯଥେଷ୍ଟ। ଇତିହାସ ପୃଷ୍ଠା ଖୋଲିଲେ ଆପଣ ଲକ୍ଷ୍ୟ କରିବେ ଅନେକ ସମୟରେ ଜଣେ ଜଣେ ବ୍ୟକ୍ତି ହିଁ ଗୋଟିଏ ଗୋଟିଏ ଯୁଗର ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇଛନ୍ତି। ଅନେକ ସମୟରେ ଆଚାର ବ୍ୟବହାରରେ ଏମାନେ ଟିକେ ଅଦ୍ଭୁତ କିମ୍ବା ଅବାଗିଆ ଲାଗିପାରନ୍ତି, କିନ୍ତୁ ଏମାନଙ୍କର ଚିନ୍ତନ ଯେ ଯୁଗାନ୍ତକାରୀ ଇତିହାସ ଏହାର ସ୍ୱାକ୍ଷର ବହନ କରୁଛି। ସମାଜ ଏମାନଙ୍କୁ ସହଜରେ ଗ୍ରହଣ କରିନଥାଏ ଏବଂ ଗ୍ରହଣ କଲାବେଳକୁ ଏମାନେ ଆଉ ସମାଜରେ ନଥାନ୍ତି। ଗ୍ରୀସ୍ ଦାର୍ଶନିକ ସକ୍ରେଟିସ୍ ତାଙ୍କର ଏଇଭଳି ବୈପ୍ଳବିକ ଚିନ୍ତାଧାରା ଯୋଗୁଁ ତତ୍କାଳୀନ ସମାଜର ଶାସକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ ଓ ବାଧ୍ୟତାମୂଳକ ବିଷପାନ ମାଧ୍ୟମରେ ମୃତ୍ୟୁବରଣ କରିଥିଲେ। 16ଶ ଶତାବ୍ଦୀରେ ଯେତେବେଳେ ଜଣେ ଇଟାଲୀୟ ବୈଜ୍ଞାନିକ ବ୍ରୁନୋ କୋପର୍ନିକସଙ୍କୁ ସମର୍ଥନ କରି କହିଲେ ଯେ ପୃଥିବୀ ନୁହେଁ ସୂର୍ଯ୍ୟ ହିଁ ଆମ ସୌରଜଗତର କେନ୍ଦ୍ରବିନ୍ଦୁ, ସେତେବେଳେ ସମଗ୍ର ପୃଥିବୀ ତାକୁ ଧର୍ମ ବିରୋଧୀ କହି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ସେ ନିଜ ଜିଦରେ ଅଟଳ ରହି ମୃତ୍ୟୁବରଣ କଲେ ସିନା ତାଙ୍କ ମତବାଦ ବିରୁଦ୍ଧରେ ମୁଣ୍ଡ ନୁଆଇ ନଥିଲେ। 17ଶ ଶତାବ୍ଦୀରେ ପୁନର୍ବାର ଜଣେ ବୈଜ୍ଞାନିକ ଗାଲିଲିଓ ଆଉ ଟିକେ ଆଗେଇ ଯାଇ ପ୍ରଚାର କଲେ ଯେ ସୂର୍ଯ୍ୟ ସ୍ଥିର ଓ ପୃଥିବୀ ସୂର୍ଯ୍ୟ ଚତୁର୍ଦିଗରେ ପ୍ରଦକ୍ଷିଣ କରୁଛି। ସେତେବେଳେ ତତ୍କାଳୀନ ଶାସକବୃନ୍ଦ ତାଙ୍କୁ ଏଭଳି ଅପପ୍ରଚାର ନ କରିବା ପାଇଁ ବନ୍ଦୀ କରି ରଖିଥିଲେ। ବନ୍ଦୀଗୃହରେ ଥାଇ ମଧ୍ୟ ସେ ଦୃଢ଼ ସ୍ୱରରେ ସମସ୍ତଙ୍କୁ କହୁଥିଲେ, ତୁମେ ମୋତେ ବନ୍ଦୀ କରି ରଖିପାର, ମୁଁ କିନ୍ତୁ ଏବେ ବି କହୁଛି ଯେ ସୂର୍ଯ୍ୟ ସ୍ଥିର ଓ ପୃଥିବୀ ଘୂର୍ଣ୍ଣାୟମାନ।
ଊନବିଂଶ ଶତାବ୍ଦୀରେ ଚାର୍ଲସ ଡାରୱିନ୍ ଯେତେବେଳେ ତାଙ୍କର ବିବର୍ତ୍ତନବାଦ ମତବାଦ ଉପସ୍ଥାପନା କଲେ, ସେତେବେଳେ ଖ୍ରୀଷ୍ଟ ଧର୍ମର ଧର୍ମଗୁରୁମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ଏହା ଏକ ଧର୍ମ ବିରୋଧୀର ପ୍ରଳାପ ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆଣିଲେ। ସେ କିନ୍ତୁ ଏଭଳି ପ୍ରତିବାଦକୁ ହେୟ ଜ୍ଞାନ କରି ନିଜର ମତାମତ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନା କଲେ। ବନ୍ଧୁଗଣ, ଉପରୋକ୍ତ ସମସ୍ତ ଦାର୍ଶନିକ କିମ୍ବା ବୈଜ୍ଞାନିକ ସେ ସମୟର ଜଣେ ଜଣେ ଗୋଠଖଣ୍ଡିଆ ବା ଅବାଗିଆ ବ୍ୟକ୍ତିତ୍ୱ ହିସାବରେ ପରିଗଣିତ ହେଉଥିଲେ। ସମାଜରେ କେହି ଜଣେ ହେଲେ ଏମାନଙ୍କ ମତବାଦ ସପକ୍ଷରେ ନଥିଲେ। ଏମାନଙ୍କର ଆଚରଣ ମଧ୍ୟ ଅଦ୍ଭୁତ ଥିଲା ଓ ଏମାନେ ସମାଜର ଧରାବନ୍ଧା ନିୟମରୁ ପକ୍ଷଚ୍ୟୁତ ହେଲା ଭଳି ବ୍ୟବହାର କରୁଥିଲେ। କିନ୍ତୁ ସମୟର ବିଡ଼ମ୍ବନା ଦେଖନ୍ତୁ, ଆଜି ଏହିମାନଙ୍କର ମତବାଦ ସତ୍ୟ ବୋଲି ପ୍ରମାଣିତ ହୋଇଛି ଓ ଆପଣମାନଙ୍କର ସୂଚନା ପାଇଁ ଏଠି ଏହା ଉଲ୍ଲେଖ କରୁଛି ଯେ ଗତ 2000 ମସିହାରେ ଖ୍ରୀଷ୍ଟ ଧର୍ମର ମୁଖ୍ୟ ଧର୍ମଗୁରୁ ପୋପ୍ ମହାଶୟ ରୋମର ଭାଟିକାନ ସହରରୁ ଏମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଲାଗି ହାତ ଯୋଡ଼ି ପ୍ରାର୍ଥନା କରିଛନ୍ତି। ଚାଣକ୍ୟ କୁହନ୍ତି, ଏକଶ୍ଚନ୍ଦ୍ର ତମହନ୍ତି ନଚ ତାରାଗଣ ପିଚ। ଆକାଶରେ ଅନେକ ତାରା ଥାଇପାରନ୍ତି, କିନ୍ତୁ ଏକମାତ୍ର ଚନ୍ଦ୍ର ହିଁ ଅନ୍ଧାର ଦୂର କରିଥାଏ। ହୁଏତ ଆଜି ଧରାବକ୍ଷରେ କିଛି ଏଇଭଳି ଚନ୍ଦ୍ର ସଦୃଶ ପୁଣ୍ୟବାନ ସତଚରିତ୍ର ଧାର୍ମିକ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଯେଉଁଥିପାଇଁ ସମସ୍ତ ମୂଲ୍ୟର ଅବକ୍ଷୟ ସତ୍ତ୍ୱେ ବି ଏ ସମାଜ ତିଷ୍ଠିକି ରହିଛି ଓ ଏହିମାନେ ଥିବା ପର୍ଯ୍ୟନ୍ତ ଆଗକୁ ତିଷ୍ଠିକି ରହିବ ବୋଲି ଆଶା ବାନ୍ଧି ରହିଛି। ଏମାନଙ୍କ ସଂଖ୍ୟା ନଗଣ୍ୟ ହୋଇପାରେ ଓ ଏମାନେ ଧରାବନ୍ଧା ସମାଜଠୁ ସାମାନ୍ୟ ବ୍ୟତିକ୍ରମ ହୋଇପାରନ୍ତି, କିନ୍ତୁ ଅନେକ ସମୟରେ ଏଇମାନଙ୍କ ଭିତରୁ ଜଣେ ଜଣେ ନିଜକୁ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ବୋଲି ପ୍ରମାଣିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କାହାଣୀଟିଏ କହୁଛି। ଗାଁର ବ୍ରାହ୍ମଣ ଶାସନରେ ସମସ୍ତଙ୍କ ଘର ସାମ୍ନାରେ ଗୋଟେ ଗୋଟେ ଯଜ୍ଞକୁଣ୍ଡ ଥାଏ। ଦିନେ ବ୍ରାହ୍ମଣ ବ୍ରାହ୍ମଣୀ 2 ଜଣ ପିଣ୍ଡାରେ ବସି ଗପସପ କରୁଥିବା ବେଳେ ବ୍ରାହ୍ମଣୀ ଅଜାଣତରେ ତା ପାଟିରୁ ପାନପିକ ଯଜ୍ଞକୁଣ୍ଡ ଭିତରକୁ ପକାଇଦେଲା। ପାପ ହୋଇଗଲା ଭାବି ଦୁହେଁ ଯଜ୍ଞକୁଣ୍ଡ ଧୋଇବାକୁ ଗଲାବେଳେ ଦେଖିଲେ ତା ଭିତରେ ପାନପିକ ସ୍ଥାନରେ ସୁନାମୁଣ୍ଡାଟିଏ ପଡ଼ିଛି। ଯଜ୍ଞକୁଣ୍ଡ ଆଉ ଧୋଇବେ କ'ଣ, ସୁନାମୁଣ୍ଡାଟିକୁ ଆନନ୍ଦରେ ଉଠେଇ ଆଣି ଘରେ ରଖିଲେ। ତା ପରଦିନ ପୁଣି ସେଇ କଥାର ପୁନରାବୃତ୍ତି ଓ ପୁଣି ଖଣ୍ଡେ ସୁନାମୁଣ୍ଡା ପ୍ରାପ୍ତି। କଥାଟା ଅଛପା ରହିଲା ନାହିଁ। ଯଜ୍ଞକୁଣ୍ଡରେ ପାନଛେପ ପକାଇଲେ ସୁନାମୁଣ୍ଡା ମିଳୁଛି ବୋଲି ଗାଁ ସାରା ପ୍ରଚାର ହୋଇଗଲା। ଜଣକୁ ଜଣେ ଦେଖାଦେଖି ହୋଇ ଯଜ୍ଞକୁଣ୍ଡରେ ଛେପ ପକାଇ ସୁନାମୁଣ୍ଡା ସଂଗ୍ରହ କରିବାରେ ଲାଗିଲେ। ଦେଖୁ ଦେଖୁ ବ୍ରାହ୍ମଣ ଶାସନର ରଙ୍ଗ ପରିବର୍ତ୍ତନ ହୋଇଗଲା। ଯଜ୍ଞ ହେବା ତ ଦୂରର କଥା, ଯଜ୍ଞକୁଣ୍ଡରେ ଆଉ ଦିନେ ବି କାହାର ଅଗ୍ନି ସଂଯୋଗ ହେଲା ନାହିଁ। ସମସ୍ତଙ୍କର କୋଠାଘର ସାମ୍ନାରେ ଗାଡ଼ି ମଟର ଓ ଆଲମାରୀମାନଙ୍କ ଭିତରେ ନାମୀ ଦାମୀ ଶାଢ଼ୀ ଓ ଅଳଙ୍କାର ଆଦି ଶୋଭା ପାଇଲା। ଶାସନର ଶେଷ ମୁଣ୍ଡରେ ଜଣେ ଅତ୍ୟନ୍ତ ନିଷ୍ଠାବାନ ବ୍ରାହ୍ମଣ ରହୁଥିଲା। ସହଜରେ ସେ ସବୁ କଥାକୁ ଗ୍ରହଣ କରିପାରୁନଥିବାରୁ ତାକୁ ସମସ୍ତେ ଗୋଠଖଣ୍ଡିଆ ବ୍ରାହ୍ମଣ ବୋଲି କହୁଥିଲେ। ସେ ଏ କଥାକୁ ଘୋର ବିରୋଧ କରୁଥିଲା ଓ ଅନେକ ଥର ଘରେ ବ୍ରାହ୍ମଣୀ କହିବା ସତ୍ତ୍ୱେ ବି ସେ ତା ଯଜ୍ଞକୁଣ୍ଡର ପବିତ୍ରତା ଅକ୍ଷୁଣ୍ଣ ରଖିଥିଲା। ଆଉ କିଏ କରୁ କି ନ କରୁ, ସେ ସବୁଦିନ ତା ଯଜ୍ଞକୁଣ୍ଡ ସଫା କରି ଶୁଭ ଦିନମାନଙ୍କରେ ଯଜ୍ଞ ଇତ୍ୟାଦି କାର୍ଯ୍ୟକ୍ରମ ଜାରି ରଖିଥିଲା। ବ୍ରାହ୍ମଣୀ କିନ୍ତୁ ଶାସନରେ ଥିବା ଅନ୍ୟ ବ୍ରାହ୍ମଣୀମାନଙ୍କର ଟାହିଟାପରା ସହିପାରୁନଥିଲା। ସମସ୍ତଙ୍କର ରଙ୍ଗ ବେରଙ୍ଗ ବନାରସୀ ଶାଢ଼ୀ ଓ ଚକ୍ ଚକ୍ ମାରୁଥିବା ସୁନା ଗହଣା ଦେଖି ଲାଜରେ ତା ମୁହଁ ତଳକୁ ହୋଇଯାଉଥିଲା। ବ୍ରାହ୍ମଣ କିନ୍ତୁ ନଛୋଡ଼ବନ୍ଦା। ଯାହା ବି ହୋଇଯାଉ, ସେ ପାନଛେପ ପକାଇ ଯଜ୍ଞକୁଣ୍ଡର ପବିତ୍ରତା ନଷ୍ଟ କରିବାକୁ ଦେବନି। ଦିନକର କଥା, ବ୍ରାହ୍ମଣୀ ଶତ ଚେଷ୍ଟା ପରେ ବ୍ରାହ୍ମଣକୁ ପରିବର୍ତ୍ତନ କରିବାରେ ବିଫଳ ହେବାର ଦେଖି ସେ ଗାଁ ଛାଡ଼ିଦେବା ପାଇଁ ପ୍ରସ୍ତାବ ଦେଲା। ବ୍ରାହ୍ମଣ ଏ କଥାକୁ ବି ରାଜି ନ ହେବାର ଦେଖି ସେ ଆତ୍ମହତ୍ୟା କରିବାକୁ ଧମକ ଦେଲା। ବାଧ୍ୟ ହୋଇ ଶେଷକୁ ବ୍ରାହ୍ମଣ ଗାଁ ଛାଡ଼ି ଦେବାକୁ ରାଜି ହେଲା। ସକାଳୁ ସକାଳୁ 2 ଜଣ ତାଙ୍କର ଘରର ଯାହା ଆସବାବପତ୍ର ଥିଲା
ତାକୁ ଦୁଇଟି ଗଣ୍ଠିଲିରେ ମୁଣ୍ଡ ଉପରେ ନଦି କେହି ନ ଦେଖିଲା ଭଳି ଗାଁ ଛାଡ଼ିଦେଲେ। କିଛି ବାଟ ଯାଇଛନ୍ତି କି ନାହିଁ, ହଠାତ୍ ଗାଁ ଆଡ଼ୁ ବିକଟାଳ ଚିତ୍କାର ସବୁ ଶୁଭିବାକୁ ଲାଗିଲା। ବ୍ରାହ୍ମଣ ପଛକୁ ଅନେଇ ଦେଖିଲା, ସମ୍ପୂର୍ଣ୍ଣ ଗାଁଟି ପ୍ରବଳ ଅଗ୍ନିକୁଣ୍ଡରେ ଧ୍ୱଂସ ହେବାରେ ଲାଗିଛି। କୋଠାବାଡ଼ି ସବୁ ହୁତୁ ହୁତୁ ହୋଇ ଜଳିବାରେ ଲାଗିଛି ଓ ଲୋକମାନେ ଆର୍ତ୍ତନାଦ କରୁଛନ୍ତି। ବ୍ୟସ୍ତ ହୋଇପଡ଼ି ସେ ବ୍ରାହ୍ମଣୀକୁ କହିଥିଲା, ଏଇଥିପାଇଁ ମୁଁ ଗାଁ ଛାଡ଼ିବାକୁ ଚାହୁଁନଥିଲି। ଗାଁରେ ଯେପର୍ଯ୍ୟନ୍ତ ଜଣେ ସାଧୁ ବ୍ୟକ୍ତି ଥିଲା ଓ ଯେପର୍ଯ୍ୟନ୍ତ ଗୋଟିଏ ଯଜ୍ଞକୁଣ୍ଡ ପବିତ୍ର ଥିଲା, ସେ ପର୍ଯ୍ୟନ୍ତ ଗାଁଟି ନିରାପଦ ଥିଲା। ଜଣେ ଲୋକର ଧର୍ମ ଓ ଗୋଟିଏ ଯଜ୍ଞକୁଣ୍ଡର ପବିତ୍ରତା ଯୋଗୁଁ ସମସ୍ତ ଗ୍ରାମବାସୀ ସୁରକ୍ଷିତ ଥିଲେ। ସେଇ ଗୋଟିକ ଯେତେବେଳେ ପରିତ୍ୟକ୍ତ ହୋଇଗଲା, ସେଇ ମୁହୂର୍ତ୍ତରେ ହିଁ ଗ୍ରାମ ଓ ଗ୍ରାମବାସୀଙ୍କ ରକ୍ଷା କବଚ ଧ୍ୱଂସ ପାଇଗଲା। ତେଣୁ ଏହି ଦୁର୍ଘଟଣା ଘଟିଲା। ସମାପ୍ତ।